ଆରେ କେମିତି ଗଲେ ସେ ଭଲ ରାସ୍ତାକୁ ଆସିବ? ମୋ ମୁଣ୍ଡ କିଛି କାମ କରୁନି ହମ୍ବିକା। ସୂର୍ଯ୍ୟକୁ ହାତକୁ ଦୁଇ ହାତ କରିଦେବା ହୁଏତ ସେ ବଦଳି ଯାଇପାରେ। ସେଇଥିପାଇଁ ଯେତେ ଶୀଘ୍ର ପାରେ ସେତେ ଶୀଘ୍ର ସୂର୍ଯ୍ୟର ବାହାଘର କରିଦେବା। ତମେ ଠିକ କହୁଛ ଅମ୍ବିକା, ତମେ ଠିକ କହୁଛ। ସୂର୍ଯ୍ୟକୁ ଭଲ ରାସ୍ତାକୁ ଆଣିବାକୁ ହେଲେ ତାକୁ ବାହାଘର କରିବାକୁ ହବ। ହେଲେ ସୂର୍ଯ୍ୟ ଯାଇଛି କୁଆଡେ? ଅମ୍ବିକା, ସୂର୍ଯ୍ୟକୁ ଟିକେ ବୁଝାଅ ଏ ବାହାଘର ହେବା ପର୍ଯ୍ୟନ୍ତ ଯେମିତିକି ସେ ମଦ ନ ପିଇବାକୁ। ଠିକ ଅଛି, ମୁଁ ସୂର୍ଯ୍ୟକୁ ବୁଝେଇବି ଯେ ବାହାଘର ସରିବା ପର୍ଯ୍ୟନ୍ତ ମଦ ନ ପିଇବାକୁ। ଆରେ ହେଇ ତ ସୂର୍ଯ୍ୟ ଆସୁଛି। ବାପା ମା, ତୁମେ ମାନେ ଏଠି କଣ ଆଲୋଚନା କରିଛ? କଣ ହେଇଛି ମା? ବାବୁରେ ସୂର୍ଯ୍ୟ, ତା ବାହାଘର କରିବା ବିଷୟରେ ତା ବାପା ସହିତ କଥା ହଉଥିଲୁ। ମା, ହରେ ସୂର୍ଯ୍ୟ, ଏଇ କିଛି ଦିନ ତୁ ମଦ ପିଇବା ବନ୍ଦ କରିଦେ। ଆମେ ତୋ ପାଇଁ କୋଉଠି ଗୋଟେ ଝିଅ ଦେଖି ତୋ ବାହାଘର କରିଦେବୁ। ବାପା, ତମକୁ ଆଉ ମୋ ପାଇଁ ଝିଅ ଦେଖିବାକୁ ପଡିବନି ବାପା। ମୁଁ ମୋ ପାଇଁ ଝିଅ ଦେଖି ସାରିଛି। ହଁ ମା, ମୁଁ ଗୋଟିଏ ଝିଅକୁ ଭଲ ପାଉଛି ଆଉ ତାକୁ ହିଁ ବାହା ହେବି। ଆରେ ହେ, ଶୁଣିଲେ ତ, ସୂର୍ଯ୍ୟ ନିଜେ ତା ଜୀବନ ସାଥୀ ବାଛି ନେଇଛି। ଆମକୁ ଆଉ ଝିଅ ଦେଖିବାକୁ ପଡିବନି। ଅମ୍ବିକା, ୟା କଥା ମୋତେ ବିଶ୍ୱାସ ଲାଗୁନି। ବାପା, ତମେ ବିଶ୍ୱାସ କର କିମ୍ବା ନ କର, ହେଲେ ମୁଁ ଗୋଟିଏ ଝିଅକୁ ଭଲ ପାଉଛି ଆଉ ସିଏ ବି ମୋତେ ଭଲ ପାଏ। ତୁ ଯେ ସତ କହୁଛୁ ତାହେଲେ କହ, ଆରେ କୋଉ ଗାଁର ଝିଅ ଆଉ ତା ନାଁ କଣ ଆଉ ତା ବାପା ମା କିଏ? ବାପା, ତା ନାଁ ହଉଛି ମୌସୁମୀ ଆଉ ତାଙ୍କ ଗାଁ ହେଲା ଶାନ୍ତିନଗର। ତାଙ୍କ ବାପା ଏକା ରହୁଛନ୍ତି ଆଉ ତାଙ୍କ ବାପାଙ୍କ ନାଁ ହେଲା ପ୍ରେମାନନ୍ଦ। ଆରେ ହେ, ଯେତେ ଶୀଘ୍ର ସମ୍ଭବ ଆମେ ଶାନ୍ତିନଗର ଯିବା ଆଉ ସୂର୍ଯ୍ୟର ବାହାଘର ଠିକ କରି ଆସିବା। ନା କଣ କହୁଛ? ହଁ ବାପା, ମା ଠିକ କହୁଛନ୍ତି। ଯେତେ ଶୀଘ୍ର ପାରୁଛ ଶାନ୍ତିନଗର ଯାଅ ଆଉ ମୋ ପାଇଁ ବାହାଘର ପ୍ରସ୍ତାବଟା ଠିକ କରିକି ଆସ। ଠିକ ଅଛି, ତୁ କହୁଛୁ ଯେତେବେଳେ ଆଉ ତୋ ମା ସହିତ କାଲିକି ଶାନ୍ତିନଗର ଯିବୁ ଆଉ ତୋ ବାହାଘର ଠିକ କରି ଆସିବ। ହେଲେ ମୋର ଗୋଟିଏ କଥା ମନେ ରଖ, ଯେମିତିକି ଏ ବାହାଘର ହେବା ପୂର୍ବରୁ ତୋତେ ମଦ ଛାଡ଼ିବାକୁ ହବ। ଠିକ ଅଛି ବାପା, ମୁଁ ଏ ମଦ ଛାଡ଼ିଦେବି। ବର୍ତ୍ତମାନ ଚାଲ ଘର ଭିତରକୁ, କାଲିକି ତମେ ମା ସହିତ ଶାନ୍ତିନଗର ଯିବ। ଚାଲ ମା। ଭଗବାନ, ମୁଁ ଏବେ କଣ କରିବି? ଦେଖୁ ଦେଖୁ ନା ମୌସୁମୀର ବାହାଘର ବୟସ ପାଖେଇ ଆସିଲାଣି। ହେଲେ ବଢିଲା ଝିଅକୁ ବେଶୀ ଦିନ ଘରେ ରଖିବା ଜମାରୁ ଠିକ ନୁହଁ। ମୋ ପାଖରେ ତ ଟଙ୍କାଟିଏ ବି ପଇସା ନାହିଁ। ଘର ଚଳିବାକୁ ହେଲେ ଏକରେ ଜମି। ଆଜିକାଲିକା ଡେଟ୍ରେ ଝିଅ ବାହା ଦେଲେ ଜାନି ଯୌତୁକ କେତେ କଣ ଦେବାକୁ ପଡୁଛି। ବିନା ଯୌତୁକରେ ତ କିଏ ହେଲେ ବି ବାହା ହେବେନି। ସେଇ କଥା ଭାବିଲା ବେଳକୁ ମୋ ମୁଣ୍ଡ କିଛି କାମ କରୁନି। ହଁ, ମୋ ମୁଣ୍ଡ କିଛି କାମ କରୁନି। ନମସ୍କାର ପ୍ରେମାନନ୍ଦ ବାବୁ, ନମସ୍କାର। ଆରେ ନମସ୍କାର ବାବୁ, ନମସ୍କାର। ଆରେ ଆପଣ ମାନେ କିଏ? ମୋ ଘରକୁ ହଠାତ୍ କଥା କଣ ବାବୁ? ବୁଝିଲେ ପ୍ରେମାନନ୍ଦ ବାବୁ, ମୋ ଗାଁ ହେଉଛି ଜୟପୁର ଆଉ ମୋ ନାଁ ହେଉଛି ଶୁଭେନ୍ଦୁ ପ୍ରସାଦ। ଆମେ ଆପଣଙ୍କ ଘରେ ଗୋଟେ ଖୁସି ଖବର ନେଇକି ଖୁସି ଆସିଛୁ। ଖବର? ଖୁସି ଖବର କଣ ବାବୁ? କେଉଁ ଖୁସି ଖବର ନେଇ ଆସିଛ କୁହ? ଆରେ ହଁ ପ୍ରେମାନନ୍ଦ ବାବୁ, ଆପଣଙ୍କ ଝିଅ ମୌସୁମୀ, ମୋ ପୁଅ ସୂର୍ଯ୍ୟ, ଦି ଜଣ ପରସ୍ପରକୁ ଭଲ ପାଉଛନ୍ତି। ସେଥିପାଇଁ ବାହାଘର ପ୍ରସ୍ତାବ ନେଇକି ଆସିଥିଲୁ। ଆପଣ କଣ କହୁଛନ୍ତି? ଶୁଣିଲୁ ବାବୁ, ମୁଁ ବି ଚାହୁଁଛି ମୋ ଝିଅର ବାହାଘର କରିବାକୁ। ହେଲୋ ବାବୁ, ଆମେ ତ ହଉଛୁ ଗୋଟେ ଗରିବ ଲୋକ। ଜାନି ଯୌତୁକ କିଛି ଦେଇପାରିବୁନି ବାବୁ, କିଛି ଦେଇପାରିବୁନି। ତା ଛଡ଼ା ଏଇ ବିଷୟରେ ମୋ ଝିଅ ମୌସୁମୀକୁ ପଚାରି ବୁଝି ନେବା ଉଚିତ ବାବୁ। ଆପଣ ଠିକ କହୁଛନ୍ତି ପ୍ରେମାନନ୍ଦ ବାବୁ। ଆଜିକାଲିକା ଡେଟ୍ରେ ପୁଅ ଝିଅଙ୍କୁ ପଚାରି ବାହାଘର କରିବା ସବୁଠୁ ଭଲ। ଆପଣ ଆପଣଙ୍କ ଝିଅକୁ ଡାକିକି ପଚାରନ୍ତୁ। ଯଦି ଝିଅ ରାଜି ଅଛି ତାହେଲେ ଆମକୁ ଜାନି ଯୌତୁକ କିଛି ଦରକାର ନାହିଁ। ବିନା ଯୌତୁକରେ ଆମେ ଆପଣଙ୍କ ଝିଅକୁ ବୋହୂ କରି ନେଇଯିବୁ। ବର୍ତ୍ତମାନ ଆପଣଙ୍କ ଝିଅକୁ ଡାକନ୍ତୁ। ଠିକ ଅଛି ବାବୁ, ମୁଁ ମୋ ଝିଅକୁ ଡାକି ପଚାରିବି ଯେ ଝିଅ କଣ କହୁଛି।
ଯଦି ଝିଅର ରାଜି ତାହେଲେ ମୋର କିଛି କହିବାର ନାହିଁ ବାବୁ। ମୌସୁମୀ, ଆରେ ମା ମୌସୁମୀ, ତୁ ଶୀଘ୍ର ଆରେ ମା। ଗଲୁ କି ରେ ମା? ହଁ ବାପା। ଆରେ ଦେଖ ରେ ମା ମୌସୁମୀ, ଆମ ଘରେ କୁଣିଆ ଆସିଛନ୍ତି, ଯା ସେମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେ। ଠିକ ଅଛି ବାପା। ଆରେ ମା ମୌସୁମୀ, ଏମାନେ ହଉଛନ୍ତି ଶୁଭେନ୍ଦୁ ବାବୁ। ତାଙ୍କ ପୁଅ ସୂର୍ଯ୍ୟ ପାଇଁ ତ ହାତ ମାଗିବାକୁ ଆସିଛନ୍ତି ରେ ମା। ତୁ କଣ କହୁଛୁ? ବାପା ଆପଣଙ୍କୁ ଗୋଟିଏ କଥା ଲୁଚେଇ ରଖିଥିଲି ବାପା। ଆରେ ମା ତୁ ପୁଣି କେଉଁ କଥା ଲୁଚେଇ ରଖିଥିଲୁ? ଆରେ କହରେ ମା କହ। ବାପା ସୂର୍ଯ୍ୟ ଆଉ ମୁଁ ପରସ୍ପରକୁ ଭଲ ପାଉ। ଏ ମା। ସୂର୍ଯ୍ୟକୁ ମୁଁ ହିଁ କହିଥିଲି ଯେ ଆମ ଘରେ ପ୍ରସ୍ତାବ ନେଇ ଆସିବାକୁ। ପାରିବ ଯଦି ମତେ କ୍ଷମା କରିଦିଅ ବାପା। ଆରେ ମା ମୌସୁମୀ, ଭଲ ଭାଇ କିଛି ପାପ କରିନୁ ରେ ମା। ତୁ ଯଦି ସୂର୍ଯ୍ୟକୁ ଭଲ ପାଉଛୁ, ତାକୁ ବାହା ହେବା ପାଇଁ ଚାହୁଁଛୁ, ତାହେଲେ ମୁଁ ଶୁଭେନ୍ଦୁ ବାବୁକୁ ହଁ କହିଦେବି। ବାପା ସୂର୍ଯ୍ୟ ମୋ ପାଇଁ ବହୁତ ଭଲ ବାପା। ଏ ପ୍ରସ୍ତାବ ମତେ ଠିକ କରିଦିଅ, ମୁଁ ସୂର୍ଯ୍ୟକୁ ବାହା ହେବି। ଠିକ ଅଛି ରେ ମା, ତୁ କହୁଛୁ ସେତେବେଳେ ମୁଁ କାହିଁକି ମନା କରିବି। ଶୁଭେନ୍ଦୁ ବାବୁ, ମୁଁ ବି ଆପଣଙ୍କ ପ୍ରସ୍ତାବରେ ରାଜି ଶୁଭେନ୍ଦୁ ବାବୁ। ଆରେ ଆପଣ ଯଦି ଏ ପ୍ରସ୍ତାବରେ ରାଜି, ତାହେଲେ ଆଜିଠୁ ବାବୁ ନୁହେଁ, ଆଜିଠୁ ଆମେ ଦୁଇ ସମୁଦି। ସମୁଦି? ଆରେ ଆସ ସମୁଦି, ଆରେ ଆସ। ଆରେ ଅମ୍ବିକା, ଆରେ ଅମ୍ବିକା, ବିଜେଇ ଦେ। ଠିକ ଅଛି আমার পাশাକୁ ଆ। বউস শুনুছ ଆଗର ପ୍ରସ୍ତାବ ତ ଠିକ ହେଇଗଲା। ଏବେ ଆଉ ସବୁ କାମ ଡେରି ନ କରି ପଣ୍ଡିତ ପାଖକୁ ଯିବା ଆଉ ଶୁଭ ଲଗ୍ନ ଦେଖେଇବା ନା କଣ କହୁଛ? ଆମେ ଠିକ କହୁଛ ଅମ୍ବିକା, ଆମେ ଠିକ କହୁଛ ସମୁଦି। ତାହେଲେ ଆମେ ଆସୁଛୁ, ଶୁଭ ଲଗ୍ନ ବାହାର କରି ଆପଣଙ୍କୁ ଖବର ଦେବୁ। ଠିକ ଅଛି। ନମସ୍କାର ସମୁଦି। ନମସ୍କାର ସମୁଦି। ଆମେ ଆସୁଛୁ ନା, ଦୌଡ଼ି ବାବୁ। ଆରେ ଦେଖ ରେ ମା ମୌସୁମୀ, ତୋ ପସନ୍ଦରେ ଏ ବାହାଘର ପ୍ରସ୍ତାବ ରାଜି ହେଇଗଲି ରେ ମା। ତୁ ବାହା ହେଇ ଶାଶୁ ଘରେ ଗଲା ପରେ ଯଦି କୌଣସି ଅଘଟଣ ଘଟେ, ତାହେଲେ ମତେ ଦୋଷ ଦବୁନି ରେ ମା। ବାପା ତମେ କିଛି ଚିନ୍ତା କରନି ବାପା। ମୁଁ ସୂର୍ଯ୍ୟକୁ ଭଲ ପାଉଛି ଆଉ ସିଏ ବି ମତେ ଭଲ ପାଉଛି। ମୁଁ ସେଠି ଖୁବ ଭଲରେ ରହିବି ବାପା। ମୁଁ ବି ସେୟା ହିଁ ଚାହୁଁଛି ରେ ମା। ତୁ ବାହା ହେଇ ଶାଶୁ ଘରେ ଗଲା ପରେ ଶାଶୁ ଶ୍ୱଶୁରଙ୍କ କଥା ମାନିକି ଚଳିବୁ। ଠିକ ଅଛି ହେଲୋ ମା, ବାପା। ଚାଲ ଭିତରକୁ ଚାଲ। ଚାଲନ୍ତୁ ବାପା।